ବଣ ଏତେ ବଣ ଥିଲା ଯେ ଏପଟକୁ ଆସିବାକୁ ବହୁତ ଡର ଲାଗୁଥିଲା। କିନ୍ତୁ ପିଲାମାନେ ଏବେ ଯେହେତୁ ପରିଷ୍କାର ପରିଚ୍ଛନ୍ନ ହେଇଗଲାଣି, ପିଲାମାନେ ପୋଖରୀ ଭାବି ଅପରିଷ୍କାର ପାଣିରେ ଗାଧଉଛନ୍ତି। ଆଉ ମୋତେ ଦେଖିଲା ପରେ ସେଇ କରକରେ ପଳେଇଛନ୍ତି ସେପଟକୁ। ଆଉ ଏପଟକୁ ପଳେଇ ଆସିଲେ। ସେଠି ସବୁ କପଡ଼ା ପତ୍ର ରଖିଦେଇଛନ୍ତି। ହେଇ ଦେଖନ୍ତୁ, ଘରକୁ ଯିବେ ସବୁ କପଡ଼ା ପତ୍ର ପିନ୍ଧିବେ, ଜଣା ପଡ଼ିବନି। ଆଉ ଏଠି ତାଙ୍କର ବାବୁମାନେ ଗାଧେଇକି ଯିବେ। ଆଉ କପଡ଼ା ସେଠି ଚେଞ୍ଜ କରି ତାଙ୍କର ପଳେଇବେ। ଆଉ ଦିନେ ଦେଖୁଥିଲି ଏଇ ସାଇଡ଼ରେ କେତେ ଗୁଡ଼େ ପୋଦିନା ପତ୍ର ଲଗାଯାଇଥିଲା, କିନ୍ତୁ ମାଟି ପଡ଼ି ଆଉ ଏପଟେ ଡୋଜର ଆସିକି ସବୁ ମାଟି ଗୁଡ଼ା ସବୁ ମିଳେଇକି ସେ ଗଛ ବୁଛ ଆଉ କିଛି ନାହିଁ। ସବୁଆଡ଼େ ଖାଲି ଦେଖିବେ ମାଟି। ଆଜି ପ୍ରବଳ ଗରମ ହେବାର କାରଣ ଯେ ଆଉ ସେ ଗଛ ବୁଛ ଆଗ ଭଳି ଆଉ ରଖୁନାହାନ୍ତି। ଖାଲି ଦେଖିବେ ଘର ଉପରେ ଘର। ସବୁ ଖାଲି ଏବେ କାଟିବା ଛଡ଼ା ଆଉ କୌଣସି ପ୍ରକାର ଆଉ ଲଗାଲଗି ନାହିଁ। ଯାହା ଥିଲା ସବୁ କିନ୍ତୁ କଟା ଚାଲିଛି। ଟାଇମ୍ ହେଇଗଲାଣି 4:30। ସୂର୍ଯ୍ୟ ଗୋଟେ ଘରର ଅସ୍ତ ହେଇଗଲେଣି। ଏଇଟା ଥିଲା ଗୋଟେ ବଡ଼ ପୋଖରୀଟିଏ। ଯେହେତୁ ମାଟି ଗୁଡ଼ା ପଡ଼ୁଛି, ମୋ ପୋଖରୀରେ ଦିନେ ନା ଦିନେ ଘର ତିଆରି ହେବ। ପିଲାମାନେ ସ୍କୁଲ ଆସିଲା ପରେ ଏଠି ଯେଉଁ ଗୋଳିଆ ପାଣି, ଅପରିଷ୍କାର ପାଣି ଦେଖନ୍ତୁ, ସେ କେଉଁଭଳି ଭାବରେ 3ଟି ପିଲା ଗାଧଉଛନ୍ତି। ଗାଡ଼ି ତାଙ୍କର ସେଠି, ଗାଧଉଛନ୍ତି ଏଠି। ସ୍କୁଲ ଆସିଲା ପରେ ତାଙ୍କର ମଜା। ଆଉ ଆଜି କମ୍ ପିଲା ଅଛନ୍ତି, ଯେହେତୁ 3ଟି ପିଲା ଏଭଳି ଭାବରେ ତାଙ୍କର ଗାଧଉଛନ୍ତି। ଦେଖନ୍ତୁ।